परम प्रेममय परम दयाल श्री श्री ठाकुर परमाराध्या जगत जननी श्री श्री बड़मा परम पूज्यपा जुगाचार्य श्री श्री बड़दा परम पूज्यपा श्री श्री आचार्य देवଙ୍କ पद प्रांତରେ ମୋର ଅନନ୍ତ କୋଟି ପ୍ରଣାମ ନିବେଦନ କରେ ଆଜିର ଏହି ପବିତ୍ର ସତ୍ସଙ୍ଗରେ ଉପସ୍ଥିତ ବରେଣ୍ୟ ସଞ୍ଚାଳକ ମହାଶୟ ସମସ୍ତ ପୂତ ପବିତ୍ର ପାଞ୍ଜାଧାରୀ କର୍ମୀବୃନ୍ଦ ଭକ୍ତିମତୀ ମାତୃମଣ୍ଡଳୀ ଶ୍ରଦ୍ଧେୟ ଗୁରୁ ଭ୍ରାତା ମଣ୍ଡଳୀ ଛୋଟ ଛୋଟ ପିଲାମାନଙ୍କୁ ମୋର ଆନ୍ତରିକ ରାଜୟ ଗୁରୁ ନିବେଦନ କରେ ଆଜିର ଯୋଉ ବିଷୟ ସେଟା ପୁରା ବର୍ତ୍ତମାନର ସମୟକୁ ଖାପ ଖୁଏଇ ନେଇଯିବାର କଥା ବିବାହ ଆଉ ଯୁବପିଢ଼ିର ଦୃଷ୍ଟିଭଙ୍ଗୀ ବା ଏମିତି କୁହାଯାଇପାରିବ ଯେ ଯୁବପିଢ଼ିଙ୍କର ଦୃଷ୍ଟିଭଙ୍ଗୀରେ ବର୍ତ୍ତମାନ ବିବାହର ଅବସ୍ଥା ଏଇଟା ହେଉଛି ବର୍ତ୍ତମାନର ଚାଲିଥିବା ଅବସ୍ଥା ସାରା ପୃଥିବୀରେ କଣ ଭାବନ୍ତି ଆଜି ଉନ୍ନତ ଶ୍ରେଣୀର ଯୁବକ ଯୁବତୀ ଯୋଉମାନେ ବହୁତ ବଡ଼ ବଡ଼ ଚାକିରି କରିଛନ୍ତି ବର୍ତ୍ତମାନ ଜନ୍ମ ହେଉଥିବା ପିଲା ସେ ଝିଅ ପୁଅ ଉଭୟଙ୍କ ଦୃଷ୍ଟିରେ କେମିତି ବିବାହଟାକୁ ଦେଖାଯାଉଛି ଆମେ ଯଦି ଆମର ପ୍ରାଚୀନ ସଂସ୍କୃତିକୁ ପ୍ରତ୍ୟାଗମନ କରିବା ତାହେଲେ ଦେଖିବା କି ବିବାହ ମାନବ ସମାଜର ଗୋଟିଏ ପୁରାତନ ଆଉ ମୂଳ ଆଧାରୀଭୂତ ସଂସ୍ଥା ଭାରତୀୟ ସଂସ୍କୃତିରେ ବିବାହକୁ କେବଳ ଦୁଇ ଜଣ ବ୍ୟକ୍ତିଙ୍କର ସମ୍ପର୍କ ନୁହେଁ ବରଂ ଦୁଇ ପରିବାର ଦୁଇ ପରମ୍ପରା ଦୁଇ ସଂସ୍କୃତିର ସମ୍ମିଳନ ବୋଲି ଗଣାଯାଏ କିନ୍ତୁ ଆଧୁନିକ ସମୟରେ ବିଶେଷ କରି ଯୁବପିଢ଼ିର ଦୃଷ୍ଟିକୋଣରେ ବିବାହର ଅର୍ଥ ଉଦ୍ଦେଶ୍ୟ ପ୍ରାଥମିକତାରେ ଗଭୀର ପରିବର୍ତ୍ତନ ଦେଖାଯାଇଛି କାରଣ ଶିକ୍ଷା କ୍ୟାରିୟର ଆର୍ଥିକ ସ୍ୱାଧୀନତା ବ୍ୟକ୍ତିଗତ ସ୍ୱପ୍ନ ସମାନତାର ଚେତନା ଯୁବ ମନରେ ବିବାହ ସମ୍ପର୍କରେ ନୂଆ ଧାରଣା ସୃଷ୍ଟି କରିଛି ତ ଏଇ ଯୋଉ ସବୁ ପ୍ରସଙ୍ଗ ଗୁଡାକରେ ଯୁବପିଢ଼ିଙ୍କର ଆଖିରେ ଚକ୍ଷୁରେ ବିବାହର ମାନର ପରିବର୍ତ୍ତନ ଘଟିଛି 1920 ମସିହାରେ ବିବାହ ଯାହା ଥିଲା 1960ରେ ନାହିଁ 80ରେ ତାହା ନାହିଁ 2025ରେ ତ ଉଠି ହିଁ ଯାଇଛି 50 ବେଳକୁ ବୋଧ ହୁଏ ଏ ଶବ୍ଦ ଗୁଡାକର କିଛି ପ୍ରୟୋଜନୀୟତା ଅନୁଭୂତ ହଉନଥିବ ତତ୍କାଳୀନ ସମାଜରେ କାରଣ ଯଦି ପାରମ୍ପରିକ ଭାରତୀୟ ସମାଜରେ ବିବାହ ଜୀବନର ଏକ ଅନିବାର୍ଯ୍ୟ ଅଂଶ ରୂପରେ ପରିଗଣିତ ହେଉଥିଲା ବୟସ ହେଲେ ବିବାହ ପରେ ସନ୍ତାନ ଓ ପାରିବାରିକ ଦାୟିତ୍ୱ ଏହି ଧାରାକୁ ସ୍ୱାଭାବିକ ବୋଲି ଧରାଯାଉଥିଲା ପିତାମାତାଙ୍କ ନିଷ୍ପତ୍ତି ସମାଜର ମତାମତ ପରମ୍ପରା ଅନୁସାରେ ବିବାହ ସମ୍ପନ୍ନ ବି ହେଉଥିଲା ପ୍ରେମ ମନୋସାମଞ୍ଜସ୍ୟ କିମ୍ବା ବ୍ୟକ୍ତିଗତ ପସନ୍ଦ ତୁଳନାରେ ପାରିବାରିକ ମର୍ଯ୍ୟାଦା ଆଉ ସାମାଜିକ ମୂଲ୍ୟବୋଧର ଗୁରୁତ୍ୱଟା ଖୁବ ଅଧିକା ଥିଲା ପ୍ରାଚୀନ ଭାରତବର୍ଷରେ କିନ୍ତୁ ଆଧୁନିକ ଯୁବପିଢ଼ିର ଯୋଉ ଦୃଷ୍ଟିକୋଣ ରହିଛି ସେଟା ଅନିବାର୍ଯ୍ୟତା ରୂପରେ ଗ୍ରହଣ କରୁନି ବରଂ ଆଧୁନିକ ଯୁବପିଢ଼ି ବିବାହକୁ ଗୋଟେ ବିକଳ୍ପ ବା ଗୋଟେ ଅପସନ ହିସାବରେ ଦେଖିଛନ୍ତି ଯଦି ହଉଛି ତ ଭଲ ନହେଲେ ବି ଆହୁରି ଭଲ ଲିଭ୍ ଇନ୍ ରିଲେସନସିପ ଅଛି ନହେଲେ ନିଜର ଜୀବନକୁ କିଏ କିଛି ସମୟ ପାଇଁ ବିଭିନ୍ନ ହୋଟେଲରେ ବାରରେ ବିଭିନ୍ନ ପ୍ରକାର ଅବସ୍ଥାରେ ଅତିବାହିତ କରିବାକୁ ଭଲ ପାଉଛନ୍ତି କିନ୍ତୁ ଦାୟିତ୍ୱ ନେବାକୁ ନୁହେଁ ଏହା ଆମେ ଜାପାନ ସ୍ପେନ ପର୍ତ୍ତୁଗାଲ ଫ୍ରାନ୍ସ ଭଳି ବିଭିନ୍ନ ୟୁରୋପୀୟ ରାଷ୍ଟ୍ରମାନଙ୍କ ସହିତ ଏସିଆର ମଧ୍ୟ ବିଭିନ୍ନ ରାଷ୍ଟ୍ରମାନଙ୍କରେ ବହୁ ଭାବରେ ଦେଖିବାକୁ ମିଳିଲାଣି ତ ଏଥିରେ କଣ ହଉଛି ନା ସେମାନେ ନିଜର ଶିକ୍ଷା ନିଜର କ୍ୟାରିୟର ଆଉ ନିଜର ଆତ୍ମସ୍ଥାପନଟାକୁ ପ୍ରାୟୋରିଟି ବା ପ୍ରଥମ ସ୍ଥାନ ଦେଇଛନ୍ତି ପ୍ରଥମେ ଆମେମାନେ ଆଗ ଭଲ ପାଠ ପଢିବା ତାପରେ ନିଜର କ୍ୟାରିୟର ଅପରଚ୍ୟୁନିଟି ଗୋଟେ ଦିଗରେ ଭଲ କି ଏଷ୍ଟାବ୍ଲିଶ ହବା ଆଉ ନିଜେ କିଛି କରି
ଦେଖେଇବା, ନିଜେ ବହୁତ ବଡ ହବା, ଏଥିପାଇଁ କି ଅନ୍ୟୁନ 35, 40, ଅନେକ ସମୟରେ 45 ବର୍ଷ ଯାଏ ମଧ୍ୟ ନିଜକୁ ପିଲାମାନେ ଏଷ୍ଟାବ୍ଲିଶ କରି ପାରୁନାହାନ୍ତି। ତ ବିବାହ ପୂର୍ବରୁ ନିଜକୁ ସ୍ଥିର କରିବା, ଆର୍ଥିକ ଭାବରେ ସ୍ୱାଧୀନ ହବା ଆଉ ଜୀବନ ସମ୍ପର୍କରେ ସ୍ପଷ୍ଟ ଧାରଣା ଗଢିବାକୁ ଏଇ ଯୋଉ ଆବଶ୍ୟକତା ବୋଲି ମନେ କରୁଛନ୍ତି ଯୁବପିଢି, ଏଇ କାରଣରୁ ବିବାହର ବୟସ ମଧ୍ୟ ବଢୁଛି ଆଉ ୟାକୁ ନେଇ ଧୈର୍ଯ୍ୟଶୀଳ ଦୃଷ୍ଟିକୋଣ ବି ଗଢି ଉଠିଛି। ଆଉ ଦେଖିବାକୁ ଆଉ ଗୋଟେ କଥା ମିଳୁଛି ଯେ ଯୁବପିଢିଙ୍କ ମଧ୍ୟରେ ପ୍ରେମ ବିବାହ ପ୍ରତି ଆକର୍ଷଣ ବଢିଛି। ଆରେଞ୍ଜ ମ୍ୟାରେଜ ଖୁବ କମ, ଲଭ ମ୍ୟାରେଜ ବହୁତ ଅଧିକା। ପ୍ରେମ, ବିଶ୍ୱାସ ଆଉ ପରସ୍ପର ସମ୍ମାନକୁ ସେମାନେ ବିବାହର ମୂଳ ଆଧାର ଭାବରେ ଦେଖିଛନ୍ତି। ଯଦିଓ ଏଇ ଯୋଉ ବ୍ୟବସ୍ଥିତ ବିବାହ ଏବେ ମଧ୍ୟ ସମାଜରେ ପ୍ରଚଳିତ ହଉଛି, ଯୋଉଟାକୁ ଆମେ ଆରେଞ୍ଜ ମ୍ୟାରେଜ କହୁଛେ, ତଥାପି ଯୁବମାନେ ଏଥିରେ ନିଜର ସମ୍ମତି, ପରିଚୟ ଆଉ ସମୟ ଚାହାନ୍ତି। ହଠାତ୍ କି କହିଲେ କେହି ରାଜି ହଉନାହାନ୍ତି। ପ୍ରଥମେ ଆମେ ଦେଖିବୁ, ଆମେ ଆଗ ଡେଟିଂ କରିବୁ, ଆମର ମନ ମିଶିବା ଦରକାର, ଆମେ ମନ ମିଶେଇ ଚଳି ପାରିବୁ କି ନାହିଁ। ଏଇ ପ୍ରକାରର ଅବସ୍ଥାଟା ବର୍ତ୍ତମାନ ସବୁ ଜାଗାରେ, ଭାରତର ବିଭିନ୍ନ ପ୍ରଦେଶରେ ମଧ୍ୟ ବହୁ ଭାବରେ ଦେଖିବାକୁ ମିଳିଛି। ପରିବାର ଆଉ ବ୍ୟକ୍ତିଗତ ପସନ୍ଦର ସମନ୍ୱୟ ଆଧୁନିକ ବିବାହର ଗୋଟେ ମୁଖ୍ୟ ବିଶେଷତା ହେଇ ଉଠିଛି କହିଲେ କୌଣସି ଦ୍ୱିରୁକ୍ତି ହବ ନାହିଁ। ତାପରେ ଆମେ ଯଦି ସମାନତା ଆଉ ସହଯୋଗଟାକୁ ପ୍ରାଧାନ୍ୟ ଦବା, ଯେ ଆଜିର ଯୁବପିଢି ବିବାହକୁ ସମାନତା ଭିତ୍ତିକ ସମ୍ପର୍କରେ ବି ଦେଖୁଛି। ପତି ପତ୍ନୀ ଉଭୟଙ୍କର ଅଧିକାର ସମାନ, ଉଭୟଙ୍କର ସ୍ୱପ୍ନ ସମାନ। ଘରୋଇ କାମ, ସନ୍ତାନ ପାଳନ, ଆର୍ଥିକ ଦୃଷ୍ଟିକୋଣ ସବୁରେ ଉଭୟଙ୍କର ସମାନ ଜିନିଷ ରହିଛି। କିନ୍ତୁ ଆଗକୁ ପଳେଇଲେ, ମାନେ ଆମ ମାନଙ୍କର ପିଲା ବେଳକୁ ପଳେଇଲେ, ତାଠୁ ପୂର୍ବକୁ ପଳେଇଲେ, ସେ କଥା କେବେ ନାରୀ ମାନେ ଚିନ୍ତା କରିନଥିଲେ। ପିଲାର ସମସ୍ତ ଦାୟିତ୍ୱ, 100ରୁ 95 ଭାଗ ଦାୟିତ୍ୱ ଘରର ନାରୀ ମାନେ ହିଁ ନଉଥିଲେ। କାରଣ ସେମାନେ ଘରେ ରହୁଥିଲେ, ତାଙ୍କ ପାଖରେ ସମୟ ଥିଲା, ସହଯୋଗିତା ଥିଲା, ଧୈର୍ଯ୍ୟ ଥିଲା, ଶୀଳନୀତି ଥିଲା, କ୍ଷମା କରିବାର ପ୍ରବଣତା, ସହ୍ୟ ବହ୍ୟ କରିବାର ପ୍ରବଣତା ବହୁ ଭାବରେ ଥିଲା। ତେଣୁ ପିଲାକୁ ସମ୍ପୂର୍ଣ୍ଣ ରୂପରେ ପାଳିବାର ଦାୟିତ୍ୱଟା ଘରର ମା ମାନଙ୍କର ଥିଲା। କିନ୍ତୁ ବର୍ତ୍ତମାନ ଝିଅମାନଙ୍କର ଡିମାଣ୍ଡ ଯେ ବାପା ଆଉ ମା ଉଭୟଙ୍କର ସମାନ ସ୍ଥାନରୁ ଯଦି ସନ୍ତାନର ସୃଷ୍ଟି, ତାହେଲେ ପାଳିବା ପାଇଁ ସନ୍ତାନକୁ ଉଭୟଙ୍କର ସମାନ ଦାୟିତ୍ୱ ନୁହେଁ କି? ସେ ବି ଚାକିରି କରିଛନ୍ତି, ମୁଁ ବି ଚାକିରି କରିଛି, ତେଣୁ ତାଙ୍କର ପିଲାଟା ବି ଯେତିକି, ମୋର ବି ତ ପିଲାଟା ସେତିକି। ତେଣୁ ମୁଁ କାହିଁକି ଏତେ ହେଡାକ ନେବି, ମୁଁ କାହିଁକି ଏତେ ଟେନସନ ନେବି? ଉଭୟଙ୍କର ପାଳିବାଟା ନିହାତି ରୂପରେ ଦରକାର। କାହିଁକି? ସମସ୍ତେ ବର୍ତ୍ତମାନ ଚାକିରିର ଦିଗରେ ଖୁବ ପରିମାଣରେ ଧାଇଁଛନ୍ତି। ପ୍ରକୃତ କଥା କେତେ ସମୟ କାହା ପାଖରେ ନାହିଁ। ଆଉ ଘରୋଇ କାମ, ସନ୍ତାନ ପାଳନ, ଆର୍ଥିକ ଦାୟିତ୍ୱଟାକୁ ସେମାନେ ଟୋଟାଲ ଗୋଟେ ସଂଘର ଦାୟିତ୍ୱ ବୋଲି ଭାବିଛନ୍ତି। ତାମାନେ ଯେତେ ଅଛନ୍ତି ସମସ୍ତେ ପାଳିବେ, ସମସ୍ତଙ୍କର ଇକ୍ୱାଲ। ମୁଁ ତ ଚାହୁଁନଥିଲି, ମତେ ଯଦି ଫୋର୍ସଫୁଲି କହିଛନ୍ତି ଗୋଟେ ସନ୍ତାନ ଆଣିବାକୁ, ତାହେଲେ ଉଭୟ ହିଁ ପାଳିବେ। ଆଚ୍ଛା, ବର୍ତ୍ତମାନ ଆଉ ଗୋଟେ ବି କଥା ଦେଖିବାକୁ ମିଳୁଛି ଯେ ଆଗ ଜେଜେବାପା, ଜେଜେମା ଏଇମାନେ ପିଲାଟାକୁ ବହୁ ଭାବରେ ପାଳୁଥିଲେ, କିନ୍ତୁ ବର୍ତ୍ତମାନ ଦେଖିବାକୁ ମିଳୁଛି ମାମୁଁ ଘରେ, କାରଣ ଆଜିକାଲି ତ ବି ବିଶେଷ ସନ୍ତାନ ନାହାନ୍ତି, 2ଟି ସନ୍ତାନ ହିଁ ମ୍ୟାକ୍ସିମମ୍। ଆଉ କାହାର ଏମିତି 4ଟା, 5ଟା, 10ଟା, 15ଟା ଏଇ ପ୍ରକାର ତ ଦେଖିବାକୁ ମିଳେ ନା। ତେଣୁ ଝିଅମାନେ ମାମୁଁ ଘରେ ଅର୍ଥାତ୍ ତାଙ୍କର ବାପ ଘରେ ରହିବାକୁ ଖୁବ ଭଲ ପାଉଛନ୍ତି। ପିଲାମାନେ ଛୋଟରୁ ବି ସେଇଠି ପ୍ରତିପାଳିତ। ଜେଜେବାପା, ଜେଜେମାଙ୍କର ସ୍ନେହ ନାହିଁ, ସେମାନେ ଡାଇରେକ୍ଟଲି ମନା ବି କରିଦଉଛନ୍ତି। ତ ଯେତେବେଳେ ଝିଅଟା ତାର ବାପ ଘରେ ରହୁଛି, ପିଲାଟା ସେଠି ବଢୁଛି, ତେଣୁ ତାର ଆଫେକ୍ସନଟା, ଭଲ ପାଇବାଟା
ବେଶୀ ତାର ଅଜା ଆଈଙ୍କ ପ୍ରତି ସର୍ବାଧିକ ରହୁଛି। ବାପ ଘର ପ୍ରତି ତାଙ୍କର କମ ଆଫେକ୍ସନ ଟା ରହୁଛି। ତ ଏଇ ଦୃଷ୍ଟିରୁ ଦେଖିଲେ ଏଇ ଦୃଷ୍ଟିଟାକୁ ଯଦି ଆମେ ଦେଖିବା ତାହେଲେ ଏଇ ଯୋଉ ସନ୍ତାନ ପାଳିବା ପ୍ରତି ବି ଆମ ମାନଙ୍କର ଆଗ୍ରହଟା କେମିତି ବହୁ ପରିମାଣରେ କମି ଯାଇଛି। ତାପରେ ସବୁଠୁ ବଡ କଥା ଆସୁଛି କଣ ନା କ୍ୟାରିୟର। ଯୁବପିଢିଙ୍କ ପାଇଁ କ୍ୟାରିୟର ଗୋଟେ ମୁଖ୍ୟ ପ୍ରାଥମିକତା। ଖାଲି ପିଲା ଏଥିରେ ସିରିୟସ ନାହାନ୍ତି, ଗାର୍ଡିଆନ ମାନେ ମଧ୍ୟ କେତେ ଭାବରେ ସିରିୟସ ଆପଣ ମାନେ ଜାଣନ୍ତି। ଆଉ ଆଜିକାଲି ସରକାରୀ ସ୍କୁଲରେ ତ ଅବସ୍ଥା ନାହିଁ ଏ କଥା ସମସ୍ତେ ଜାଣନ୍ତି। ଶିକ୍ଷକ ମାନଙ୍କର ଅଭାବ, ପାଠ ପଢାର ପଦ୍ଧତିର ଅନେକ ପରିବର୍ତ୍ତନ ହେଇଛି। ସରକାର ନୂତନ ଶିକ୍ଷାନୀତି ଲାଗୁ କରିଛନ୍ତି। ତ ବର୍ତ୍ତମାନ ଯାହାର ଟିକେ ସମ୍ବଳ ଅଛି ସେ ସମସ୍ତେ ହିଁ ଚାହାନ୍ତି ଯେ ଆମର ପିଲାମାନେ ଇଂଲିଶ ମିଡିୟମରେ ପଢିବେ। ପ୍ରତିଦିନ ସେଠି ପ୍ରୋଜେକ୍ଟ ଦିଆଯାଏ, ପ୍ରତିଦିନ ଫୋନ କରିକି ପିଲାଙ୍କର କଥା ମେସେଜରେ ଜଣାଯାଏ। ପିଲା ଭଲ ପଢିଲା କି ନାହିଁ, କିଏ କେତେ ପରସେଣ୍ଟେଜ ରଖିଲା, କୋଉ ସ୍କୁଲରେ କଲେଜରେ କିଏ ସିଟ ପାଇବ, ତାରି ଉପରେ ପ୍ରାଧାନ୍ୟ ସବୁବେଳେ ସବୁବେଳେ। କିନ୍ତୁ ଆମେ ହ୍ୟାଲୋ ରମାକାନ୍ତ ଭାଇ। ହଁ ହଁ। ଏଇ ପ୍ରାଧାନ୍ୟଟା କେବେ ବି ନଥିଲା। ବାପା ମା କେବେ ଫୋର୍ସ ଦଉନଥିଲେ ପାଠ ପଢ ପାଠ ପଢ। କାହିଁକି? କାରଣ ସେତେବେଳେ ଚାକିରିର ପ୍ରାଧାନ୍ୟତା ନଥିଲା। ପିଲା ଯାହା କଲେ ବି ତାକୁ ଝିଅଟେ ମିଳୁଥିଲା। ମେନ୍ କଥା ହଉଛି ଯେ ସମ୍ବଳ ଥିଲା। ଆମେ ଯଦି ଆମ ଜେଜେବାପାଙ୍କର ସମୟକୁ ପଳେଇବା, ଯୋଉଟା କି 1920s 30s ର ଟାଇମ, ସେ ସମୟରେ ମଣିଷ ପାଖରେ ସମ୍ବଳ ଅଧିକା ଥିଲା। ଆଉ ତାର କାମ କରିବାର ଆବଶ୍ୟକତା ଟା ବି ମାନେ ଏମିତି କମ୍ପିଟେଟିଭ ଲେବୁଲରେ ନଥିଲା। ବର୍ତ୍ତମାନ କିନ୍ତୁ କଣ ହେଇଛି ନା ମଣିଷ ପାଖରେ ରିସୋର୍ସ କମ, କିନ୍ତୁ ମଣିଷର ଯୋଉ ଜନସଂଖ୍ୟା ପପୁଲେସନ ଡେନ୍ସିଟି ଯୋଉଟା ଆମେ କହୁଛେ ସେଇଟା ଢେର ବଢି ଯାଇଛି। 1825 ମସିହାରେ ସାରା ପୃଥିବୀର ଜନସଂଖ୍ୟା 200 କୋଟି ଥିଲା ବେଳେ ବର୍ତ୍ତମାନ 2025 200 ବର୍ଷ ଭିତରେ ପୃଥିବୀର ଜନସଂଖ୍ୟା 1000 କୋଟିକୁ ଛୁଇଁ ଗଲାଣି। ତ ଏଇଥିରୁ ଆପଣ ଦେଖନ୍ତୁ ଯେ ମାନବ ଯୋଉ ସମ୍ବଳ, ହ୍ୟୁମାନ ବି ଗୋଟେ ରିସୋର୍ସ, ନେଚର ମଧ୍ୟ ଗୋଟେ ରିସୋର୍ସ। ତ ନେଚରର ଯୋଉ ରିସୋର୍ସ ର ଅଭାବ ଆମ ମାନଙ୍କ ପାଖରେ ବହୁ ପରିମାଣରେ ଆମେ ଦେଖିବାକୁ ପାଉଛେ। ସମସ୍ତେ ଇକ୍ୱାଲି ସବୁ ଜିନିଷ ପାଉନାହାନ୍ତି। ସେ ଧନର ବଣ୍ଟନ ଭିତରେ ବି ହଉ, କାମ କରିବା ଭିତରେ ବି ହଉ, ଖାଇବାରେ ହଉ, ସବୁ ଜାଗାରେ ଇକ୍ୱାଲିଟି ମିଳୁନି। କାହିଁକି? ଜନସଂଖ୍ୟା ଅଧିକା, କର୍ମ କୋଢିତା ବଢି ଯାଇଛି, କାମ ନ କରି ପାଇବାର ବ୍ୟବସ୍ଥା ମଣିଷ ଭିତରେ ବହୁତ ରହିଛି। ଆଉ ଯିଏ ଧନୀ ସେ ଧନୀ ହେଇ ହେଇ ଚାଲିଛି, ଯିଏ ଗରିବ ସେ ଗରିବ ହେଇ ହେଇ ଚାଲିଛି। ଏଇ ପ୍ରକାରର ଗୋଟେ ଶୋଷଣ ମାନସିକତା ପ୍ରାୟ ଦେଖିବାକୁ ମିଳୁଛି। ତେଣୁ ଯୋଉଠି 1920-30 ମସିହାରେ ମଣିଷ ପାଖରେ ସମ୍ବଳ ପ୍ରଚୁର ମାତ୍ରାରେ ଥିଲା, ଆଉ ବିବାହର ପ୍ରାୟୋଜନୀୟତା ହିସାବରେ, ପ୍ରାୟୋଗିକତା ହିସାବରେ ତାର ପ୍ରାୟୋରିଟି ନଥିଲା। ସେତେବେଳେ ଆପଣ ଯଦି ଶାସ୍ତ୍ରରେ ଦେଖିବେ, ପୁରାଣରେ ଦେଖିବେ, ଆମର ଯୋଉ 8 ପ୍ରକାରର ବିବାହ ରହିଛି, ସେଠି କଣ କନ୍ୟାକୁ ଦିଆଯାଉଥିଲା ନା ଗୋରୁ ଗାଈ ତାଙ୍କର ଅଛି କି ନାହିଁ, ତାଙ୍କର ଘର ବାଡି ଅଛି କି ନାହିଁ। କେହି କେବେ ବି ପ୍ରଶ୍ନ କରୁନଥିଲେ, କୌଣସି ବାପା ମା, ଯେ ପୁଅ
ଭଲ ଚାକିରି କରିଛି କି ନାହିଁ, କି ଆଜିକାଲି ମଧ୍ୟ ସମସ୍ତଙ୍କର ମାନେ ବହୁତ ଜାଗାରେ ଦୃଷ୍ଟିଭଙ୍ଗୀ ପରିବର୍ତ୍ତନ ହେଲାଣି। ଝିଅ କଣ ଚାକିରି କରିଛି? ଆଗ ତ ଝିଅ ମାନଙ୍କର ଚାକିରି କରିବାକୁ ପସନ୍ଦ କରାଯାଉନଥିଲା, କିନ୍ତୁ ବର୍ତ୍ତମାନ ସମସ୍ତେ ଚାହୁଁଛନ୍ତି କି ଗୋଟେ ଚାକିରିଆ ଝିଅଟାକୁ ବାହାଘର ହେବେ। ଆଉ କଣ ଚାକିରି କରିଛି, ଝିଅ ମାନଙ୍କର ବି ସେଇ ପ୍ରକାର ଅବସ୍ଥା ମାନସିକତା ପଳେଇ ଆସିଛି ଯେ ଆମେ ପ୍ରଥମେ ଏଷ୍ଟାବ୍ଲିଶ ହବୁ। ତ ଏଷ୍ଟାବ୍ଲିଶ ହବା ବି ଏତେ ସୋଜା କଥା ନୁହଁ, କାରଣ ସମସ୍ତଙ୍କର ଭାଗ୍ୟ ସମାନ ଭାବରେ ତ କାମ କରେନି। ସମସ୍ତେ ତ ପଢୁ ପଢୁ 20-22 ବର୍ଷରେ ଚାକିରି ପାଇଯିବେ ସେମିତି ନାହିଁ। ଅନେକଙ୍କୁ 22-25, ଅନେକଙ୍କୁ 30-35 ଯାଏ ମଧ୍ୟ ସମୟ ଲାଗୁଛି, କାରଣ ସବୁ ଚାକିରି ଗୁଡାକ ବି ଏକା ସାଙ୍ଗରେ ବାହାରୁନି। ଆମର ଇକୋନୋମିକ କ୍ରାଇସିସ ମଧ୍ୟ ଦେଶରେ ବହୁତ ଅଧିକା, କାରଣ ଆମର ପପୁଲେସନ ଡେନ୍ସିଟି ବହୁତ ଅଧିକା। ତେଣୁ ସମସ୍ତଙ୍କୁ ଏକା ସାଙ୍ଗରେ ଯୋଉ ପ୍ଲେସମେଣ୍ଟ ଦବାର କଥା ତାହା ହେଇପାରୁନାହିଁ। ତ ବହୁତ ଗୁଡେ ଡିସ୍କ୍ରିମିନେସନ, ଡିସ୍ପେୟାରିଟି ଅର୍ଥାତ୍ ଫରକ ଆମେ ଦେଖିବାକୁ ପାଉଛେ ଆମ ମାନଙ୍କର ଜୀବନ ଶୈଳୀରେ, ଆମ ମାନଙ୍କର ପିଲାଙ୍କ କ୍ଷେତ୍ରରେ। ଆଉ ଦରଦାମ ମଧ୍ୟ ସେଇ ଅନୁସାରେ ଏତେ ବୃଦ୍ଧି ହେଲାଣି ଯେ ସବୁବେଳେ ବିଜନେସ, ସବୁ ବିଜନେସ ଟା ମଣିଷ ପାଇଁ ସଫଳପ୍ରଦ ହେଇପାରୁନି। ଅନେକ ଗୁଡେ କଷ୍ଟ ମଧ୍ୟ ସହ୍ୟ କରିବାକୁ ପଡୁଛି ଯୋଉମାନେ ଛୋଟ ସ୍ତରରୁ ବିଜନେସ କୁ ଆରମ୍ଭ କରୁଛନ୍ତି। ଯୋଉମାନେ ତ ଏଷ୍ଟାବ୍ଲିଶ ହେଇଯାଇଛନ୍ତି ସେମାନଙ୍କର କଥା ଅଲଗା, କିନ୍ତୁ ପ୍ରାୟତଃ ଭାବରେ ଆମେ ଗୋଟେ ଦେଖିବାକୁ ପାଉଛେ ଯେ ଅସମତା ଭର୍ତ୍ତି ହେଇକି ରହିଛି। ଏଇ ଯୋଉ ଅସମତା ଆଉ ବିଷମତାର ଭାବ ଆମେ ଦେଖିବାକୁ ପାଉଛେ, ଏହାର ମୂଳ କାରଣ ଭିତରେ ଆମେ ଗୋଟିଏ ହିଁ କାରଣ ଉପଲବ୍ଧି କରିବା, ସେଟା ହଉଛି ଆମ ମାନଙ୍କର ମାନସିକ ବିନ୍ୟାସ ଠିକ ନାହିଁ। ଆମ ମାନଙ୍କର ମାନସିକତାର ଅନେକ ପରିବର୍ତ୍ତନ ଘଟିଛି ଆମ ଦେଶରେ, ଦେଶ ବାହାରେ ମଧ୍ୟ ଅନେକ ଦେଶରେ। ତେଣୁ ଆମେ ଯେତେବେଳେ ଯୁବପିଢିଙ୍କର କଥା ପ୍ରାୟତଃ ଚର୍ଚ୍ଚା କରୁଛେ, ଯେହେତୁ କ୍ୟାରିୟରର ପ୍ରାଥମିକତା ବହୁତ କରି ରହିଛି, ଆଉ ବିଶେଷ କରି ଯୁବତୀ ମାନେ ମଧ୍ୟ ବିବାହ ପରେ ନିଜର କାର୍ଯ୍ୟ ଜୀବନ ଜାରି ରଖିବାକୁ ଚାହାନ୍ତି। ପୂର୍ବରୁ ତ ଯିଏ ଅଲରେଡି ଅଛି ଏଷ୍ଟାବ୍ଲିଶ ସେ ରହିଛି ହିଁ। ଏଇ ଦୃଷ୍ଟିକୋଣ ବିବାହକୁ ଏକ ବାଧା ନୁହେଁ, ବରଂ ଜୀବନ ଯାତ୍ରାର ଏକ ସହଯୋଗୀ ଭାଗିଦାର ବା ଅଂଶୀଦାର ଭାବରେ ଦେଖିବାକୁ ପ୍ରେରିତ କରୁଛି। ଯେଉଁ ବିବାହରେ ପରସ୍ପର କ୍ୟାରିୟରର ସମ୍ମାନ ଥାଏ, ସେଠି ସମ୍ପର୍କ ଅଧିକା ସୁଦୃଢ ହୁଏ। ନହେଲେ କେବଳ ଘରେ ବସି ରହିଥିବା ଝିଅ ମାନଙ୍କୁ ଅନେକ ସମୟରେ ବର୍ତ୍ତମାନ ସ୍ଥିତିରେ ଦେଖିବାକୁ ମିଳୁଛି ସମାଜ ପ୍ରତାରଣା ଦଉଛି। ବହୁତ ସମୟରେ ଆଜି ଡିଭୋର୍ସ ଗୋଟେ କମନ କଥା ହେଇଛି। ଝିଅ ମାନଙ୍କର ଔଦ୍ଧତ୍ୟତା, ତତ୍ସହିତ ଘରକୁ ଚଳେଇ ନ ପାରିବା, କାରଣ ସେଇ ପ୍ରକାରର ଶିକ୍ଷା ମଧ୍ୟ ଆଜିକାଲି କୌଣସି ଜାଗାରେ ପ୍ରଦାନ ନାହିଁ ଯେ ଘରର କର୍ତ୍ରୀ, ଗୃହର କର୍ତ୍ରୀ, ଗୃହକୁ ଚଳେଇବା ପାଇଁ ଯାହା ଯାହା ଦରକାର ସେ ଶିକ୍ଷା ବି ଝିଅ ମାନେ ଶିଖୁନାହାନ୍ତି। ଯେହେତୁ ଅଧିକା ସମୟ ଧରି କେବଳ ପଢିବାରେ ହିଁ ତାଙ୍କର ସମୟଟା ଚାଲି ଯାଉଛି। ତ ଏଠି ଦେଖିବାକୁ ଆଉ ଗୋଟେ କାରଣ ଯେ ଆର୍ଥିକ ସ୍ୱାଧୀନତା ଟାକୁ ସମସ୍ତେ ଚାହାନ୍ତି। ଆଗ ଆମେ ଦେଖିବାକୁ ପାଉ ଯେ ନାରୀ ମାନଙ୍କର କିଛି ଦରକାର ହେଲେ ସେମାନେ ହାତ ପତେଇ ପୁରୁଷଟା ପାଖରେ ମାଗନ୍ତି, କିନ୍ତୁ ବର୍ତ୍ତମାନ ମାଗିବାକୁ କେହି ଭଲ ପାଉନାହାନ୍ତି। କାରଣ ମାଗିଲେ ବି ଯୋଉଠି ସ୍ୱଳ୍ପ ରୋଜଗାର ସେଠି ସ୍ୱାମୀ ଦେଇପାରେ ନା। ତେଣୁ ପ୍ରାୟତଃ ସେଠି ଝଗଡା ଦେଖାଯାଇଛି ଯେ ଇକୋନୋମିକାଲ କ୍ରାଇସିସ। ତେଣୁ ସବୁ ଜାଗାରେ ମଣିଷ ମାନେ ଭଲ ନଥାନ୍ତି, ସବୁ ବିବାହ ଗୁଡାକ ସଫଳ ହୁଏ ନା। ତା ଭିତରେ ଅନ୍ୟତମ କାରଣ ଏଇ ଆର୍ଥିକ ଅବସ୍ଥାର। ବହୁ ଜାଗାରେ ଯେତେବେଳେ ଆମେ ସତ୍ସଙ୍ଗ ଯାଉ ବା କୁଆଡେ ପୂଜା ପାଠରେ ଯାଇଥାଉ, ବହୁତ ଜାଗାରେ ସେୟା ଯେ ସ୍ୱାମୀ ଘରକୁ କିଛି ଆଣୁନାହାନ୍ତି, ମତେ କିଛି ଦଉନାହାନ୍ତି, ପିଲାଟାକୁ କେମିତି ଚଳେଇବା, ଏଇ ଜିନିଷଟା ଆଜି ଶୁଣିବାକୁ ପ୍ରାୟତଃ ମିଳୁଛି। ସ୍ୱାମୀ ତାର ବାହାରେ ବୁଲିକି ନିଜେ ଖାଇବ, ମଦ ପିଇ ମାତାଲ ହେଇ ସାଙ୍ଗସାଥି ମାନଙ୍କ ସାଙ୍ଗରେ ବୁଲି ତାର ସମୟ ବର୍ବାଦ କରେ। ନା ନାରୀକୁ ସେ ସମ୍ମାନ ଦିଏ, ନା ନାରୀକୁ ଲୁଗା ଖଣ୍ଡେ ପିନ୍ଧିବାକୁ ଦିଏ, ନା ପିଲାମାନଙ୍କ କେମିତି ସ୍କୁଲରେ ପଢିବେ କଣ କରିବେ କିଛି ଦାୟିତ୍ବ ନାହିଁ। କିନ୍ତୁ କଥାଟା ହଉଛି
ଯେ ଯିଏ ବିବାହ କରେଇଛି ଏଇଟା ତାଙ୍କର ଦୋଷ। ସମାଜରେ ବାହାଘର ଅଛି ବୋଲି ଯେ ସମସ୍ତେ ବାହାଘର ହେବେ ସେମିତି ବାଧ୍ୟତାମୂଳକ ନାହିଁ। ଯିଏ ଦାୟିତ୍ୱ ନେଇପାରିବନି ତାର ତ ବିବାହ ହବାର ଯୋଗ୍ୟତା ବି ନାହିଁ, କିନ୍ତୁ ଘର ମାନଙ୍କରେ ଜୋର ଜବରଦସ୍ତ କରାନ୍ତି, ଭାଇମାନେ ବୁଝିକି କରିଦିଅନ୍ତି, ବାପା ମା କରିଦିଅନ୍ତି, ବାପା ମା କାଳକ୍ରମେ ଚାଲିଯାଆନ୍ତି, ଭାଇ ଭଉଣୀ ମାନେ ଜୋର ଜବରଦସ୍ତ କରେଇ ତ ଦିଅନ୍ତି, କିନ୍ତୁ ଯେତେବେଳେ ସେ ଅସୁବିଧାରେ ପଡନ୍ତି ସେତେବେଳେ କେହି ପିଠିରେ ପଡନ୍ତିନି। କାହିଁକି? କାରଣ ନିଜର ବି ସମସ୍ତଙ୍କର ମାନେ କାମ ଅଛି, ନିଜର ବି ତାଙ୍କର ପିଲା ଛୁଆ ଅଛନ୍ତି, ତାଙ୍କୁ ମଧ୍ୟ ମଣିଷ କରିବେ, ତାଙ୍କ ପାଇଁ ତାଙ୍କର ଇକୋନୋମିକ ଷ୍ଟାବିଲିଟି ଦରକାର। ତେଣୁ ଏମିତି ଆମ ମାନଙ୍କର ମଧ୍ୟବିତ୍ତ ପରିବାର ମାନଙ୍କରେ, ଭାରତର ଯଦି ପ୍ରାୟ ସବୁ କୋଣରେ ଆମେ ଆଖି ପକେଇବା, ପ୍ରାୟତଃ ମଧ୍ୟବିତ୍ତ ଆଉ ନିମ୍ନ ସ୍ତରର ଲୋକ, ଧନୀ ଲୋକଙ୍କର ସଂଖ୍ୟା ଭାରତରେ ବହୁତ କମ ଅଛନ୍ତି। ତେଣୁ ନିମ୍ନ ମଧ୍ୟବିତ୍ତ ଆଉ ମଧ୍ୟବିତ୍ତ ପରିବାର ବା ଆଉ ନିମ୍ନ ସ୍ତରର ରୋଜଗାର ଅର୍ଥାତ ପୁଅର ଯୋଉ ଲୋକମାନେ, ସେଠି ଏଇ ସ୍କାର୍ସିଟିରେ ଦେଖାଯାଏ। ବିବାହ ତ କରିଦେଲେ କିନ୍ତୁ ଧନ ଚଳିବାକୁ ଆସିବ କେମିତି? ଆଉ ନାରୀ ଯେତେବେଳେ ରୋଜଗାର କ୍ଷମ ସେଠି ହେଇପାରେ ନା, କାରଣ ପାଠ ପଢା କମ ରହିଛି, ବାହାରକୁ ଯାଇକି ସେମାନେ ଟ୍ରେଣ୍ଡି ହେଇପାରନ୍ତିନି, ତେଣୁ ଅସୁବିଧାଟା ପ୍ରାୟତଃ ଦେଖାଯାଉଛି। ତେଣୁ ବର୍ତ୍ତମାନ ସମୟରେ ଆମେ ଦେଖିବାକୁ ପାଉ ଯିଏ ଟିକେ ବି ପାଠ ପଢିଲା, +2 ଟିକେ ପଢିଲା, ମ୍ୟାଟ୍ରିକ ବି ପଢିଲା, କିମ୍ବା +3 ମଧ୍ୟ ପଢିଲା, ସେଥିପାଇଁ ଆମେ ଆଜି ଦେଖିବାକୁ ପାଉଛେ ସବୁ ଆପଣଙ୍କର ସପିଂ ମଲ୍, ଯେତେ ସବୁ ଜୁଏଲାରୀ ବଡ ବଡ ଯେତେ ସବୁ ଅଛି, ବିଗ ମାର୍ଟ, ସେ ଯାହା ସବୁ ଆପଣଙ୍କର ଦୋକାନ ଏସ୍ପ୍ଲାନେଡ ସବୁ ଯିବେ, ସବୁଠି ଦେଖିବେ ଚପଲ ଦୋକାନ, ସବୁ ଜାଗା ଗୁଡାକରେ ଝିଅ ମାନେ ଭର୍ତ୍ତି ଭର୍ତ୍ତି ହେଇ 10,000 12,000 ପାଆନ୍ତୁ ପଛେ ସକାଳ 9ଟାରୁ ରାତି 10ଟା 10:30 ଯାଏଁ ସେମାନେ କାମ କରୁଛନ୍ତି। ତ ଆପଣ ଚିନ୍ତା କରନ୍ତୁ ଏଇ ପ୍ରକାର ସ୍ଥିତି ବର୍ତ୍ତମାନ ଭାରତରେ, ଆଗକୁ ଏଇଟା ଆହୁରି ବଢି ବଢି ଚାଲିବ, କାରଣ ଅନଏମ୍ପ୍ଲୟମେଣ୍ଟ ବା ବେକାରୀ ସମସ୍ୟା ତ ବଢି ବଢି ଚାଲିଛି। ଆପଣମାନେ ତ ଆହୁରି ଶୁଣୁଥିବେ 500% ଟ୍ୟାରିଫ ଲଗେଇବ ଆମେରିକା ଭାରତ ଉପରେ। ତ ଏଥିରେ ସବୁ ଯୋଉ ଆମଦାନୀ ରପ୍ତାନି ଏଗୁଡାକର ପ୍ରଭାବିତ ହବାର ସମ୍ଭାବନା ଟା ବହୁତ ଅଧିକା। ତ ଆପଣ ଚିନ୍ତା କରନ୍ତୁ ଏଇ ଯୋଉ ବେକାରୀ ସମସ୍ୟା ଆମ ମାନଙ୍କର ବୃଦ୍ଧି ପାଇ ପାଇ ଚାଲିଛି, ସେଥିରେ ଆମର ପପୁଲେସନ ଡେନ୍ସିଟି ମଧ୍ୟ ହ୍ରାସ ପାଉଛି। ଏହା ପୃଥିବୀର ସବୁ ଜାଗାରେ। ଏହା ଡକ୍ଟର ମାନଙ୍କର ସର୍ଭେ ଯେ ବର୍ତ୍ତମାନ ଯୁବପିଢିଙ୍କର ସନ୍ତାନ ଜନ୍ମ କରିବାର ଯାହା କ୍ଷମତା, ଏଇ ଏଇ ସମୟଟାକୁ, ଏଇ ବୟସଟାକୁ ଯଦି ଆମେ ଆମର ଜେଜେବାପାଙ୍କ ସହ କମ୍ପେୟାର କରିବା, ଆମର ବାପାଙ୍କ ସହ କମ୍ପେୟାର କରିବା, ତାଙ୍କ ଜେଜେବାପାଙ୍କ ସହ କମ୍ପେୟାର କରିବା, ଫୋର ଫାଦରଙ୍କ ସହ, ସେମାନଙ୍କର ଢେର ଅଧିକା ଥିଲା। କାରଣ ବର୍ତ୍ତମାନର ଖାଦ୍ୟପେୟ ତ ନଷ୍ଟ, ଯୁବପିଢି ଅତ୍ୟନ୍ତ ରୂପରେ ଚାପଗ୍ରସ୍ତ, ବୋଥ ମାନେ ଲେଡି ମାନଙ୍କ ପାଇଁ ଆଉ ଜେଣ୍ଟସ ମାନଙ୍କ ପାଇଁ ଚାପଗ୍ରସ୍ତ, ଆଉ ନ୍ୟୁନ ଧରଣର କାର୍ଯ୍ୟ ପ୍ରଣାଳୀ, ବହୁତ ଡେରିରେ ବିବାହ, ମୁଣ୍ଡକୁ ଘରର କୌଣସି ଚିନ୍ତା ନ ନବା, ଏସବୁ ପାରିବାରିକ ଜୀବନର ଗୋଟେ ବିଫଳତା। ଏହା ସବୁ ଜାଗାରେ ନା, ସେଥିପାଇଁ ଠାକୁରଙ୍କର ସେ ଯୋଉ ବାଣୀ ଯେ ପୁରୁଷ ମାଗେ ନାରୀର ପ୍ରଣୟ, ନାରୀ ମାଗେ ଟଙ୍କା, ଏଭଳି ଭାବରେ ଚାଲିଛି ଜୀବନ, ବଞ୍ଚିବା ବଢିବା ଫାଙ୍କା। ଆଜି କେହି ବଞ୍ଚି ନାହାନ୍ତି, ସମସ୍ତେ ମରି ଯାଇଛନ୍ତି। କାହିଁକି? କାରଣ ମଣିଷ ବଞ୍ଚିଛି, ତା ଦେହରେ ପ୍ରାଣ ତ ଅଛି, କିନ୍ତୁ ସେ ରୋଗରେ ବଞ୍ଚିଛି, ସେ ଚିନ୍ତାରେ ବଞ୍ଚିଛି, ସେ ଷ୍ଟ୍ରେସଫୁଲ କଣ୍ଡିସନ ଚାପଗ୍ରସ୍ତ ଅବସ୍ଥାରେ ବଞ୍ଚିଛି, ସିଏ ଗୋଟେ ଭୟରେ ବଞ୍ଚିଛି ନିକଟ ଭବିଷ୍ୟତରେ ମରିଯିବ ବୋଲି, ସିଏ ଦୁର୍ଦ୍ଦଶାରେ ବଞ୍ଚିଛି ତାର ପିଲାମାନେ ଖରାପ ହେଇଯାଇଛନ୍ତି ବୋଲି, ସିଏ ବହୁତ ଅଶାନ୍ତି ଅନାଟନ ଭିତରେ ରହିଛି କାରଣ ତାର ସ୍ତ୍ରୀ ସାଙ୍ଗରେ ତାର ଝଗଡା ହୁଏ ବୋଲି। ଏମିତି ଭାବରେ ମଣିଷ ବଞ୍ଚିଛି, ଯୋଉ ବଞ୍ଚିବାଟା କି ମରଣ ସହିତ ସମାନ, ତାକୁ ପ୍ରତି ମୁହୂର୍ତ୍ତରେ ଜାଳି ଦଉଛି, ତାର ଆୟୁଷଟାକୁ ପ୍ରତିଦିନ ସେ କମ କରି କରି ନେଇଛି। ଆଉ ସବୁଠୁ ତ ଜଳବାୟୁର ଚାପଗ୍ରସ୍ତତା, ଯାହା ଛାଡା ମଣିଷ ମରିବ ହିଁ ମରିବ। ତେଣୁ ବର୍ତ୍ତମାନ ମଣିଷ ବଞ୍ଚିଛି ବୋଲି କହିବା ଏହା ଗୋଟେ ହାସ୍ୟାସ୍ପଦ କଥା, ବରଂ ମଣିଷ ମରିଯାଇଛି। ଆଉ ବଢିବା ତ ନାହିଁ ହିଁ, ମଣିଷର ବଞ୍ଚିବା ବଢିବାଟା ନାହିଁ। ସେଇଥିପାଇଁ ଠାକୁର ସେଟା କେବେ ସେ ବାଣୀ ଦେଇଥିଲେ,
ଆପଣ ଦେଖନ୍ତୁ 40s 50s ର ବାଣୀ ଆଜି ଦୀର୍ଘ 75 ବର୍ଷରୁ ଊର୍ଧ୍ୱ ସମୟ ପରେ ମଧ୍ୟ ସେ କଥା ଆହୁରି ଦିନକୁ ଦିନ ବଢି ବଢି ଚାଲିଛି। ସେ ପୁରୁଷଟା ନାରୀର ଭଲ ପାଇବା ତ ଚାହେଁ, କିନ୍ତୁ ସେ ନିଜେ ଭଲ ପାଇବା ଦେଇପାରେ ନା। ଆଉ ନାରୀ ଭଲ ପାଇବା ଚାହେଁ ନା, ସେ ଚାହେଁ ଅର୍ଥ। ସେ ନିଜର ଯୋଉ କ୍ଷୁଦ୍ର କ୍ଷୁଦ୍ର ସ୍ୱାର୍ଥ ଗୁଡାକ ଅଛି ତାକୁ ସେ ପରିପୂରଣ କରି ଚାଲିବ। ତେଣୁ ପ୍ରାୟତଃ ଜୀବନରେ ବିବାହ ଭିତରେ ଶାନ୍ତି ଦେଖିବାକୁ ମିଳୁନି। ସର୍ବତ୍ର ଅଶାନ୍ତିର ବାତାବରଣ କେମିତି ଖେଳି ଯାଇଛି। ତେଣୁ ବର୍ତ୍ତମାନ ବିବାହଟା ଗୋଟେ ଖେଳ ଘରରେ ରୂପାନ୍ତରିତ ହେଇଛି। ତାପରେ ପୁଣି ଯଦି ଆମେ ଦେଖିବା ଯେ ଆର୍ଥିକ ଭାବରେ ଯୋଉ ସ୍ୱାଧୀନତା ସେଇଟା ଯୁବପିଢିଙ୍କୁ ବହୁତ ଆତ୍ମନିର୍ଭରଶୀଳ କରେଇଛି। ଏଥିରେ କିଛି ଦ୍ୱିରୁକ୍ତି ନାହିଁ, ଏଟା ବହୁତ ଭଲ କଥା। କିନ୍ତୁ ଏହା ଦ୍ୱାରା କଣ ହେଇଛି, ଡିଭୋର୍ସଟା ବି ବଢିଛି। କାରଣ ଉଭୟଙ୍କୁ ଧମକ, ଏକରେ ତ ବିବାହର ମର୍ଯ୍ୟାଦା ବୁଝନ୍ତିନି, କିନ୍ତୁ ଉଭୟଙ୍କୁ ଧମକ ଦିଅନ୍ତି। ଯା, ତୋ ଭଳିଆ କେତେ ଏମିତି ପିଲା ଦେଖିଛି, ମତେ ମିଳିବେ। ସେମିତି ପୁଅଟା ମଧ୍ୟ ଝିଅକୁ, ଝିଅଟା ମଧ୍ୟ ପୁଅକୁ ଛାଡିକି ଯିଏ ଯାହାର ପଳଉଛନ୍ତି, ଯିଏ ଯାହାର ରହୁଛନ୍ତି। ତେଣୁ ଠାକୁର ଏଇ କଥାଟା ଲକ୍ଷ୍ୟ କରି କହିଥିଲେ, ଆଗକୁ ହୁଏତ ଏମିତି ସମୟ ଆସିବ ଯଦି ବିବାହ ବିଚ୍ଛେଦର ପ୍ରଥାଟାକୁ ରୋକା ନ ଯିବ, ତାହେଲେ କେହି କାହାର ବାପା, କେହି କାହାର ମା ବୋଲି ଆଉ ଶବ୍ଦ ପାଇବେ ନାହିଁ। କାରଣ ପ୍ରକୃତିରେ କେହି କାହାର ବାପା ମା ହିଁ ତ ନୁହନ୍ତି। ଯଦି ସମସ୍ତେ ସମସ୍ତଙ୍କୁ ଛାଡିକି ବିବାହ କରିପାରିବେ, ତାହେଲେ କିଏ ବାପା ଆଉ ମାର ଶବ୍ଦଟା ହିଁ ବଦଳିଯିବ। ତାପରେ ଆମେ ଦେଖିବା ଯେ ଯୋଉ ବିଳମ୍ବିତ ବିବାହ ଆଉ ଅବିବାହିତ ଜୀବନ, ଆଜି ଅନେକ ଯୁବକ ଯୁବତୀ ବିଳମ୍ବିତ ବିବାହ କିମ୍ବା ଅବିବାହିତ ରହିବାକୁ ଏକ ବୈଧ ଜୀବନ ଭାବରେ ଚୟନ କରିଛନ୍ତି। ସମାଜର ଚାପ ଠାରୁ ମୁକ୍ତ ହୋଇ ନିଜର ଇଚ୍ଛା ଅନୁସାରେ ଜୀବନ ଯାପନ କରିବାର ଯୋଉ ଆକାଂକ୍ଷା, ଏଇଟାର ମୁଖ୍ୟ କାରଣ। ଏଇଟା ସବୁ ଜାଗାରେ ଆମେ ଚାକିରି କରିବୁ, ଆମେ ଭଲ ପାଠ ପଢିବୁ, ଭଲ ଜାଗାରେ ପ୍ଲେସମେଣ୍ଟ ପାଉଛନ୍ତି ମଧ୍ୟ। ଆପଣମାନେ ଜାଣନ୍ତି କି ବର୍ତ୍ତମାନ ଓଡିଶାର ଯଦି କଣ୍ଡିସନ ଆମେ ଦେଖିବା, ତାହେଲେ ସର୍ବାଧିକ ଭାବରେ ଆଜି ବିଭିନ୍ନ କ୍ଷେତ୍ରରେ ବିଭିନ୍ନ ଚାକିରି ଗୁଡାକରେ ଲେଡି ମାନେ ବହୁ ପରିମାଣରେ ଅଛନ୍ତି। ତେଣୁ ଗଲାଥରକ ଫାଷ୍ଟ ଟାଇମ ପାଇଁ ଦେଖନ୍ତୁ ଲେଡିଜ ମାନଙ୍କର ମଧ୍ୟ ଭୋଟ କରିବାକୁ ପଡିଥିଲା। ଆଗ ଝିଅମାନେ ଚାକିରି କରୁନଥିଲେ, ତେଣୁ ଜେଣ୍ଟସ ମାନଙ୍କର ଭୋଟରେ ପଡୁଥିଲା। କିନ୍ତୁ ବର୍ତ୍ତମାନ ଲେଡିଜ ମାନଙ୍କର ଭୋଟରେ ସବୁ ପଡିଥିଲା। ତ ଏଇ ଆମେ ଦେଖୁ ଆଉ ବି ଗୋଟେ ସର୍ଭେ, ବିଭିନ୍ନ କ୍ଷେତ୍ରରେ ଉଚ୍ଚ ପଦସ୍ଥ ଚାକିରି କରିଥିବା ଝିଅମାନେ ଆଉ ନ୍ୟୁନ ପଦସ୍ଥ ଯୋଉ ପୁଅମାନେ ପାଇଛନ୍ତି ଚାକିରି, ତାଙ୍କୁ ବିବାହ କରିବାକୁ ଚାହୁଁନାହାନ୍ତି। ଏଟା ସ୍ୱାଭାବିକ କଥା, କାରଣ ନାରୀ ସବୁବେଳେ ତାଠୁ ନିଜଠୁ ଉନ୍ନତ ପୁରୁଷକୁ ବରଣ କରିବାକୁ ଚାହେଁ। କିନ୍ତୁ ସେଇ ଅନୁସାରେ ତ ପୁଣି ମିଳିଲେ, କାରଣ ଉନ୍ନତ ପୁରୁଷକୁ ବରଣ କରିବାକୁ ହେଲେ ପୁରୁଷ ମାନଙ୍କୁ ବା ଜେନେରାଲ କ୍ୟାଟାଗୋରୀ ଭିତରେ ଚାକିରି ମିଳୁନାହିଁ। ପ୍ରାୟ ରିଜର୍ଭେସନ କୋଟା, ବିଭିନ୍ନ ପ୍ରକାରର କୋଟା ଭିତରେ ହୁଏତ 10-15ଟି ଜେନେରାଲ ପୋଷ୍ଟ ବାହାରିବ। ଯଦି ଆପଣଙ୍କର 50ଟା ଚାକିରି ବାହାରିଥିବ, ସେମିତି ଯଦି 500ଟା ବାହାରିଥିବ, ତା ଭିତରୁ 250ଟା ଜେନେରାଲ ଥିବ, ଆଉ 250ଟା ଜେନେରାଲ ବି ନଥିବ। 190-95 ଜେନେରାଲ ଥିଲା ବେଳେ ଆଉ ସବୁ ଗୁଡାକ କୋଟା କୋଟାରେ କଟି ଯାଇଥିବ। ତେଣୁ ଏବେ ଆପଣ ଚିନ୍ତା କରନ୍ତୁ, ଯୋଉ କୋଟାରେ ପୁଅମାନେ ପାଇବେ, ଝିଅମାନେ ପାଇବେ, ତା ଭିତରେ ଝିଅ ମାନଙ୍କର ରେସିଓଟା ସର୍ବାଧିକ ଦେଖାଯାଉଛି। ଏବେ ସେଇ ଝିଅ ମାନେ କାହାକୁ ବିବାହ କରିବେ? ଯେମିତି ଗୋଟେ ଧରକର ୟୁପିଏସସି ର ଆଇଏଏସ୍, ତାପରେ ଆପଣଙ୍କର ଆଇପିଏସ୍, ଆଇଏଫଏସ୍, ଇଣ୍ଡିଆନ ଫରେନ ସର୍ଭିସ, ଏସବୁ ସେଇ କ୍ୟାଟାଗୋରୀର ପରୀକ୍ଷା। ସେଠି ପାଉଥିବା ଚାକିରି ପାଉଥିବା ଝିଅମାନେ, ସେମାନେ କେବେ ବି ଚାହିଁବେନି ଯେ ଷ୍ଟେଟ ଗଭର୍ଣମେଣ୍ଟର ଚାକିରି କରିଥିବା କୌଣସି ଗୋଟେ ପୁଅକୁ ବିବାହ କରିବା ପାଇଁ।
चाहू नाहंती एटा कारण तांकर जन्म जातक कारण एटा स्वाभाविक जे नारी सब बेले उच्च पुरुष को वर्ण करिया को चाहे तेणु जी जदि बाहरे चाकरी पाइला धरा जो ओडिशा बाहरे से ओडिशा आसीबाकू चाहूनी सी सेठी बहुत सम्मान बहुत मर्यादा पाउछि ओडिशार पुआ माने भल नुहंती एठी केही एते शिक्षित लोक नाहंती तेणु मु जोउठी चाकरी करछि मु सेठी विवाह करिबी एई प्रकार रे वर्तमान झियो मानकर मनोवृत्ति हेई जाइछि अच्छा सेई दृष्टिରୁ ଆମେ ଦେଖିଲେ आईएएस आईएएस कर विवाह ओएस ओएस कर विवाह तेणु विवाह प्रोफेशन वाइज ହେଇଛି आग आमे वर्णाश्रम अनुसारे विभागीकरण करी विवाह करा जाउथिला वर्तमान किंतु विवाह ହେଇଛି कोन ना प्रोफेशन वाइज जे जहार प्रोफेशन सेटा को से बुझ परिबो जोटा जहार वृत्ति सेई अनुसार विवाहटा को करिबा तेणु सेठी जातक मिलनर आवश्यकता परिलक्षित होउनी बरम जी जेमती इच्छा वर्षे 2 वर्ष रहिला 5 वर्ष रहिला पुणी डिवोर्स देला पुणी कुआडे गला तेणु एई प्रकारर जिंसटा बहु भाबरे देखिबाकू मिलिछि आ गोटे कथा जे समाजर चाप ठारू मुक्त होई निजर इच्छा अनुसार जीवन यापन करिबा जोटा इंडिपेंडेंसी आमर कॉलेज रे भी बहुत झियो माने लेक्चरर अछंती देखा मिले सार आममानकर कोन बयस हेलानी 30 ऊपर क्रॉस कलानी आममानकर कोन बयस हेलानी बाहागर करिया पई हां देखिबा हेई जीव किंतु प्रकृत रे सेटा नै तांको मानकर प्रकृत कथा जे आमे माने जेमती सकाळ 8टा 9टा रे उठिया कथा आमे उठिबू हमको केही किछ कहिबे नाही मन इच्छा आमे गोटे दिटा क्लास करिवु हाथ रे लक्ष लक्ष टका आमे दरमा पाइबू आउ निजर इच्छा अनुसार खाइबू निजर इच्छा अनुसार बुलिबू आमे राति 2टा रे सोइबू आमे जेमिति पारी सेमिति ड्रेस पिंधिबू आमको केही किछ कहिबेनी कहिले तांको नार आमे केस लगेबू कारण सरकार विभिन्न दफा देखंतु बाहरुची केमती आई से इंटरनल कमिटी गढ़ा जाइची टिके कहले सार मानक नारे भी आमे केलेंकरी युक्त दोष लगे दी परिबू प्रिंसिपल को सस्पेंड कर दी परिबू तेणु समस्ते डरिकी अछंती केही काहाको एठी केही किछ कहि परिबेनी समस्त बिनछत्र राजा काहार काहा ऊपर किछ अधिकार नाही कहिबा पई की तेणु ए जे इंडिपेंडेंसी अवैध स्वाधीनता मनीषर बढ़ी चलीची सेठी मनीष कौनसी भाबरे बा कौनसी मते निजको एडजस्ट करने चाहू ही नहीं जदि एई धरण धारणा समस्तंकर स्वीकृत नुहे तथापि धीरे धीरे समाज रे एई कथाटा को सहिष्णुता बढ़ी जाउची एई कथा को रेजिस्ट करा जाउची जे समस्त इंडिपेंडेंट हवा बहुत भलो किंतु सेथिरे जो अबाध्यता सेथिरे जो अमान्यता बढ़ी बढ़ी चलीची सेई दिगरे काहार किछि कहिबार नाही तापरे आमे जदि नजर रखिबा ताले विवाह रे मानसिक स्वास्थ्य युवपीढ़ी विवाह रे मानसिक स्वास्थ्य को बेसी गुरुत्व दौचंती कारण सुखी दाम्पत्य जीवन पई केवल सामाजिक स्वीकृतिटा जरूरी नुहे मन सामंजस्य खुला आलोचना आ भावनात्मक समर्थन आवश्यक बोली से माने मने करंती तेणु समाज और परंपरा सह गोटे द्वंद्व मध्य उत्पन्न होईची कारण युवपीढ़ीर नुआ दृष्टिकोण समय समय परंपरा आउ समाज सहित गोटे बाधा सृष्टि करिछि बयस जाति धर्म आर्थिक स्थिति को नहीं विवाह रे थिबा पारंपरिक बाधा युवक माने प्रश्न करुछंती एई प्रश्न गुडी को समाज आत्म परिशीलना करने को बाध्य करुछि तेणु प्रोफेशन रे जहाँ हूँ से हिंदू मुसलमान क्रिस्टियान बौद्ध जैन किसी भी हूँ से कौ वर्णर कौ जातिर कौ धर्मर कौन बयस किछि फरक आज मानु नाहंती निजठू 50 वर्ष बड़ स्त्री लोक को मध्य गोटे पुओटे 17-18 वर्षर पुओटे विवाह करि परछि कोन पई ना धन पई मनीष को बिस्तर को चली जाई पारे सेठी मैरिज रो कंपैटिबिलिटी देखिबा को मिलु नाही जोठी आमे आगुरु देखिबा को पाउथो जदि गोटे पुरुषर प्रथम स्त्री मरी जाए से द्वितीय विवाह करे तार पिला माननकु रक्षा करिबा पई ताको दृढ़ पक्ष विवाह बा द्वितीय विवाह बोली कहा जाउतला किंतु वर्तमान सेही प्रकार रे भी
ମାନେ ବିବାହ ମିଳିବାଟା एकदम କଷ୍ଟ ହେଇଛି। କେହି ବାହାଘର ହବାକୁ ଚାହୁଁନାହାନ୍ତି। ଡିଭୋର୍ସି କୁ ବିବାହ କରିବ। ମାନେ ଜମା ବାହାଘର ହେଇନଥିବା ଝିଅ ଦ୍ୱିତୀୟ ବିବାହ କରିବାକୁ ତାକୁ ମିଳୁନାହିଁ। ଏଇ ପ୍ରକାରର ଅବସ୍ଥା ସମାଜରେ ବହୁ ଭାବରେ ଦେଖିବାକୁ ମିଳିଛି। ପୁଣି ଆମେ ଯଦି ଦେଖିବା ଯେ ସୋସିଆଲ ମିଡିଆ, ସିନେମା, डिजिटल प्लेटफॉर्म युवपीढ़ीर विवाह संपर्कित धारणाକୁ ବହୁ ଭାବରେ ପ୍ରଭାବିତ କରିଛି। ସବୁ ଆପଣ ଦେଖିବେ ବିଭିନ୍ନ ମିଡିଆ ଗୁଡାକରେ ସିରିଏଲ, ଟିଭିରେ ସିରିଏଲ, ଯେ ନାରୀ ଇଣ୍ଡିପେଣ୍ଡେଣ୍ଟ ହବ, ନାରୀ ପୁରୁଷକୁ ମାନିବନି, ସବୁ ସିରିଏଲ ଗୁଡାକରେ ଆପଣ ଦେଖନ୍ତୁ ସବୁ ଜାଗାରେ ପୁରୁଷ ମାନଙ୍କର ଅସ୍ତିତ୍ୱ ନାହିଁ ସମାଜରେ। ସିରିଏଲ ଗୁଡାକ ହଉଛି ନାରୀ ଧର୍ମୀ, କାରଣ ବେଶୀଭାଗ ନାରୀ ମାନେ ହିଁ ଦେଖୁଛନ୍ତି ସିରିଏଲ, ହିନ୍ଦୀ ସିରିଏଲ, ସବୁ ସିରିଏଲ ଦେଖୁଛନ୍ତି। ସେମିତି ନାରୀ ମାନଙ୍କୁ ଯୋଉଟା ମାନେ ଆତ୍ମନିର୍ଭରଶୀଳ କରେଇବା ପାଇଁ, ତାଙ୍କୁ ବଢେଇବା ପାଇଁ ଯୋଉ ସ୍ଲୋଗାନ, ନାରୀ ମୋର୍ଚ୍ଚାର ଯୋଉ ଧାରଣା, ଯୋଉ ସ୍ଲୋଗାନ ଚାଲିଛି, ବହୁ ଭାବରେ ସେଠି ସବୁ ସମ୍ପର୍କ ସ୍ନେହ ବାଦ ପଡି ଯାଉଛି। କାରଣ ଏଇ ଯୋଉ ପ୍ଲାଟଫର୍ମ ଗୁଡାକରେ ବିଭିନ୍ନ ପ୍ରକାର ସମ୍ପର୍କ, ସଫଳ ଓ ବିଫଳ ବିବାହର ଉଦାହରଣ ୟୁଟ୍ୟୁବରେ ଯିଏ ଯାହା କରି, ମାନେ କିଛି ଅବସ୍ଥା ନାହିଁ। ଯିଏ ଯୋଉ ପ୍ରକାର ଭିଡିଓ କରି ଛାଡି ପାରିଲା ଛାଡୁଛନ୍ତି, ଯିଏ ଯେମିତି ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା କଥା କରୁଛନ୍ତି, ଯିଏ ରୋଷ୍ଟିଂ କରିବା କଥା କରୁଛନ୍ତି, କିଛି ନାହିଁ କଟକଣା। ଯିଏ ଯାହା ପାରିଲା କରିପାରିଲା। ସେମିତି ଯୁବପିଢିଙ୍କର ଆଶା ଆଉ ଆକାଂକ୍ଷା, କାରଣ ଯୁବପିଢି ବିବାହରୁ ପ୍ରେମ, ସମ୍ମାନ, ସହଯୋଗ ଓ ସ୍ୱାଧୀନତା ଆଶା କରେ। ସେମାନେ ଏମିତି ଏକ ସମ୍ପର୍କ ଚାହାନ୍ତି ଯେଉଁଠାରେ ଦୁଇ ଜଣ ନିଜ ନିଜର ସ୍ୱପ୍ନ ପରିପୂରଣ କରିପାରିବେ, ଆଉ ସଙ୍ଗେ ସଙ୍ଗେ ଜୀବନର ଚ୍ୟାଲେଞ୍ଜ ମୁକାବିଲା କରିବେ। ଏଇ ପ୍ରକାରର ଚାହାନ୍ତି। ତେଣୁ ଆପଣ ଯଦି ଦେଖିବେ ବର୍ତ୍ତମାନ ସବୁ ସଫ୍ଟୱେର ଇଞ୍ଜିନିୟର ହୁଅନ୍ତୁ, ବଡ ବଡ ଆଇଟି ପ୍ରଫେସନାଲ ହୁଅନ୍ତୁ, ଯୋଉମାନଙ୍କର ଦରମା ପ୍ରାୟ ପାଖାପାଖି 3 ଲକ୍ଷ 4 ଲକ୍ଷ ଇଣ୍ଡିଆନ କରେନ୍ସିରେ, କାରଣ ଫରେନ ବେସ୍ଡ କମ୍ପାନୀରେ ଅନେକ କାମ କରନ୍ତି, ଦରମା ତ ଖୁବ ଅଧିକା ପାଆନ୍ତି, କିନ୍ତୁ ସନ୍ତାନ ପ୍ଲାନିଂ କରିବାକୁ ଚାହାନ୍ତି ନାହିଁ। ଘରର ନୀତି ନିୟମକୁ ମାନିବାକୁ କାହା ପାଖରେ ବେଳ ନାହିଁ, କାରଣ ଦିନ 2ଟାରୁ ରାତି 2ଟା ଆମେ କାମ କରିବୁ, କାରଣ ଫରେନ ଟାଇମ ଅନୁସାରେ ଆମର ଏଠି ରାତିଟା ତାଙ୍କର ଦିନ ହେଇଥିବ। କାମ କରିବୁ, ସକାଳ 10ଟା ଯାଏ ଶୋଇବୁ। ଆଉ ଦେଖାଉଛି ଏତେ ଷ୍ଟ୍ରେସ୍, ଏତେ ମାନସିକତାର ଚାପ ଭିତରେ ରହୁଛନ୍ତି ଆଇଟି ପ୍ରଫେସନାଲ ମାନେ, ଯେ ତାଙ୍କର ପ୍ରଜନନ କରିବାର କ୍ଷମତା ଦିନକୁ ଦିନ ହାଇଲି ଡିଗ୍ରେଡେଡ ହେଇ ହେଇ ଚାଲିଛି। ତ ଯଦି ଆମେ ଗୋଟେ ନିଷ୍କର୍ଷ ନବା ବା ସାର କଥା କହିବା, ତାହେଲେ ଯୁବପିଢିର ଦୃଷ୍ଟିରେ ବିବାହ ଏକ ଅନ୍ଧ ପରମ୍ପରା ନୁହେଁ, ବରଂ ସଚେତନ ଚୟନ। ସଚେତନ ହେଇକି ନିଜେ ଚୟନ କରୁଛନ୍ତି, କିନ୍ତୁ କେତେ ଜାଗାରେ ସେଟା ସଫଳ ହଉଛି, କେତେ ଜାଗାରେ ବିଫଳ। ବିଫଳତା ପ୍ରାୟ ବର୍ତ୍ତମାନ ସମୟରେ ବେଶୀ ବେଶୀ ଦେଖିବାକୁ ମିଳୁଛି। କମି ତ ଯାଇନି, ବରଂ ବେଶୀ ବେଶୀ ପରିମାଣରେ ଦେଖିବାକୁ ମିଳୁଛି ଯେ ବିବାହଟା ଗୋଟେ ନାମାନ୍ତର ମାତ୍ର ହେଇଛି। ପ୍ରକୃତ ରୂପରେ ମଣିଷ ଗ୍ରହଣ କରିବାକୁ ରାଜି ନାହିଁ ଆମ ମାନଙ୍କର ଯୋଉ ପରମ୍ପରା। ଏହା ପାଶ୍ଚାତ୍ୟ ପରମ୍ପରାର ପ୍ରଭାବରେ ନିଶ୍ଚିତ ରୂପରେ ପ୍ରଭାବିତ ହେଇଛି। ବିବାହ ଆଜି କେବଳ ମନ୍ତ୍ର ଉଚ୍ଚାରଣରେ ସୀମିତ ନାହିଁ। ବାହାଘର ଭୋଜିରେ ମଧ୍ୟ ଆପଣ ଦେଖନ୍ତୁ ଶହ ଶହ ପ୍ରକାରର ଆଇଟମ, ପ୍ରି ୱେଡିଂ, ପୋଷ୍ଟ ୱେଡିଂ, ଏଇ ସବୁ ଶବ୍ଦ ପରସ୍ପର ଖଞ୍ଜା ଯାଇଛି। ଆଜି ସମସ୍ତେ ନିଜର ଜୀବନକୁ ଫିଲ୍ମ ଷ୍ଟାଇଲରେ ଉପଭୋଗ କରିବାକୁ ଚାହାନ୍ତି। ତେଣୁ ପ୍ରି ୱେଡିଂ ଆଜିକାଲି ସବୁ ଜାଗାରେ। ତେଣୁ ପୁରାତନ ବିବାହରେ ସତୀତ୍ୱ ପ୍ରତି ପ୍ରାଧାନ୍ୟତା ଥିଲା। ମାନସିକ ସତୀତ୍ୱ, ଶାରୀରିକ ସତୀତ୍ୱ, ଆଧ୍ୟାତ୍ମିକ ସତୀତ୍ୱ ପ୍ରତି ଧ୍ୟାନ ଦିଆଯାଉଥିଲା। ବର୍ତ୍ତମାନ କିନ୍ତୁ ବିବାହରେ ଫିଲ୍ମି ଲାଇଫଷ୍ଟାଇଲ, ତେଣୁ ପ୍ରି ୱେଡିଂ, ପୋଷ୍ଟ ୱେଡିଂ, ବିବାହରେ ଭଲ ଡ୍ରେସ ପିନ୍ଧିବା, ଲେହେଙ୍ଗା ପିନ୍ଧିବା, କେତେ ଅଳଙ୍କାର ପିନ୍ଧିବା, ସୁନା ରେଟ୍ ତ ଆପଣ ଦେଖୁଛନ୍ତି 142-43 ହେଇଯାଇଛି। ତାର ପ୍ରାଧାନ୍ୟତା ରହିଛି। ହଜାର ହଜାର ପ୍ରକାର ଆଇଟମର ପ୍ରାଧାନ୍ୟତା ରହିଛି, କିନ୍ତୁ ଜୀବନକୁ ଉପଭୋଗ କରିବାର ପ୍ରାଧାନ୍ୟତା ନାହିଁ। କାରଣ ଉଭୟ ହିଁ ଯେତେବେଳେ ଚାକିରି ଛୁଟି ହୁଏତ 10 ଦିନ କି 15 ଦିନ ଆଣିଥିବେ, ତାପରେ ପୁଣି ନିଜର
ଜାଗାକୁ ଫେରି ଯାଇଛନ୍ତି, କାମ କରିବାକୁ ଫେରି ଯାଇଛନ୍ତି। ତେଣୁ ଏଇ କଥାଟା ଠାକୁରଙ୍କର ଯୋଉ ଗୋଟିଏ ବାଣୀ ଯେ ପୁରୁଷ ମାଗେ ନାରୀର ପ୍ରଣୟ, ପୁରୁଷ ସବୁବେଳେ ଚାହୁଁଛି ନାରୀର ସାହଚର୍ଯ୍ୟ, ନାରୀର ଭଲ ପାଇବା, ନାରୀର ପ୍ରେରଣା, ନାରୀର ଐଶୀ ଚେତନା, କିନ୍ତୁ ନାରୀ ପାଖରେ ମଧ୍ୟ ସମୟ ନାହିଁ। ନାରୀ ଟଙ୍କା ମାଗିଛି, ଟଙ୍କା ମାନେ ଅର୍ଥ, ମାନ, ଯଶ, ନିଜର ଚାହିଦା ପରିପୂରଣ କରିବା, ଭଲ ଭଲ ଗିଫ୍ଟ ନବା, ଭଲ ଭଲ ଶାଢୀ ପିନ୍ଧିବା, ଭଲ ରେଷ୍ଟୁରାଣ୍ଟରେ ଖାଇବା, ଏଇ ସବୁ ଗୁଡାକର ପ୍ରାଧାନ୍ୟ ଆଜି ନାରୀର ଜୀବନରେ ଖୁବ ବଢିଛି। କାରଣ ନାରୀ ମଧ୍ୟ ବହୁତ ଉଚ୍ଚ ପଦସ୍ଥ, ସମାନରେ ସମ୍ମାନନୀୟ, ସେ ମଧ୍ୟ ଅଲଗା 10 ଜଣଙ୍କର ସାଙ୍ଗରେ ସମାନ। ତେଣୁ ଏଇ ସବୁର ସମାନତାଟାକୁ ଆକ୍ଚୁଆଲି ବଜାୟ ରଖିବା ପାଇଁ ଇନକମର ସୋର୍ସ ଆମର ବହୁତ ବଢି ଯାଇଛି। ମନେ ହୁଏ ଯେ ମାସକୁ ଯଦି 5-10 ଲକ୍ଷ ଟଙ୍କା ନ ହବ ଯେମିତି ଚଳି ହବନି। କାରଣ ଘରର ରେଟ୍, ଘର ଭଡାର ରେଟ୍, ଜିନିଷ ପତ୍ର କିଣାର ରେଟ୍, ଖାଇବାର ରେଟ୍, ପିଲାଙ୍କୁ ପଢେଇବାର ରେଟ୍, ଏଇ ସବୁର ରେଟ୍ ଏତେ ଅଧିକା ବଢିଛି। ଚାହିଦା ମଣିଷର ଏତେ ବଢି ଯାଇଛି ଯେ ବିବାହରେ ମଣିଷ ଆନନ୍ଦ ଆଉ ଦେଖିପାରିନି। ଆନନ୍ଦ ଭିତରେ ନିରାନନ୍ଦ ରହିଛି। ପୁଣି ପର ସମୟରେ ମଣିଷ ଭାବୁଛି ଯେ ବାହାଘର ହେଇ ବୋଧେ ମୋର ଭୁଲ ହେଇଗଲା, କାରଣ ଏତେ ଜିନିଷକୁ ମେଣ୍ଟେନ କରିବା ପାଇଁ, ଚଳେଇବା ପାଇଁ ମତେ ଆହୁରି ଆହୁରି ଖଟିବାକୁ ପଡୁଛି। କାରଣ ଏତିକି ପଇସା ଦରମା ପାଉନି, 1,00,000 ଟଙ୍କା ଦରମାରେ ହେଇପାରିବନି, ଆଟଲିଷ୍ଟ ତ 3-4 ଲକ୍ଷ ଟଙ୍କା ନହେଲେ ହେଇପାରିବନି। କାରଣ କଷ୍ଟ ଅଫ ଲିଭିଂ ହାଇ ବହୁତ ବଢି ଯାଇଛି। ତେଣୁ ବର୍ତ୍ତମାନ ଯୁବପିଢିଙ୍କ ପାଇଁ ବିବାହର କୌଣସି ପ୍ରାୟୋରିଟି ନାହିଁ, ବରଂ ପ୍ରାୟୋରିଟି ରହିଛି କାହାର? ଟଙ୍କାର। ପ୍ରାୟୋରିଟି ରହିଛି ଭଲ ଭଲ କାରର, ଭଲ ଲାଇଫ ମେଣ୍ଟେନ କରିବାର। ମଣିଷ ସୁବିଧାବାଦୀ ହେଇଛି, ନିଜର ସ୍ୱାର୍ଥକୁ ପ୍ରାଧାନ୍ୟ ଦେଇଛି। ବେଳ ନାହିଁ କେବଳ କୋଟ, ପ୍ୟାଣ୍ଟ, ସାର୍ଟ, ବୁଟ, ଜ୍ୟାକେଟ, ଫର୍ମାଲିଟି, ଏଇ ସବୁରେ ମଣିଷର ପ୍ରକୃତ ଜିନିଷଟା। କିନ୍ତୁ ଯଦି ଆପଣ ଠାକୁରଙ୍କର ଆଲୋଚନା ପ୍ରସଙ୍ଗ ପଢିବେ, ଅନେକ ସମୟ ତ ଆମେ ଆଲୋଚନା କରିଛେ ଆଲୋଚନା ପ୍ରସଙ୍ଗ ଗୁଡାକରେ, ଯେ ଆଜି କେହି କାହା ପାଖରେ ନିଜର ମନର କଥା କହିପାରୁନାହାନ୍ତି। ଆଜି କେହି ଟିକେ କଳି ଲାଗୁନାହାନ୍ତି, ଆଜି କେହି ଝଗଡା ଲାଗୁନାହାନ୍ତି। ମନର କଥାଟା ଟ୍ରେନରେ କହୁଛନ୍ତି, ମନର କଥାଟା ବସ ରେ କହୁଛନ୍ତି। କିନ୍ତୁ ଆପଣ ଦେଖନ୍ତୁ ଜାପାନରେ ସେତିକି ବି ନାହିଁ। ଆପଣ ଜାଣିଛନ୍ତି ସବୁଠୁ ପୃଥିବୀର ଖୁସିର ଦେଶ ଫିନଲାଣ୍ଡ ହେଇଥିଲା ବେଳେ ସବୁଠୁ ଦୁଃଖର ଦେଶ, ମାନେ ଦୁଃଖର ଦେଶ ଇନ ଦ ସେନ୍ସ ଯୋଉଠି କେହି କାହାର ମନର ଭାବନାକୁ ବ୍ୟକ୍ତ କରନ୍ତି, ତାହେଲେ ଜାପାନ। ପୃଥିବୀର ସବୁଠୁ ଲୋନଲିଏଷ୍ଟ, ଏକୁଟିଆ ଅନୁଭବ କରୁଥିବା ଦେଶ। ସେଠି ବସ ରେ କଣ, ଟ୍ରେନରେ କଣ, କେହି କାହା ସାଙ୍ଗରେ ପଦୁଟିଏ କଥା ହୁଅନ୍ତିନି। ଆମର ତ ଟ୍ରେନ ବସ ରେ ପୁରା ଗହଳି ଲାଗେ। ଭାରତରେ ଯିଏ ଯାହା ସାଙ୍ଗରେ ପାରିଲା ଗପିଲା, ଯୋଉ ଦେଶର ମାନେ କୋଉ ବି ପ୍ରସଙ୍ଗରେ ଏଠି ଲୋକ ଗପନ୍ତି। ଯାହା ହଉ ଆଟଲିଷ୍ଟ ସେତିକି ତ ଅଛି ଯେ କେହି କିଛି ତ କହୁଛି, କିଛି ତ ଗପୁଛି, ଯେମିତି ବି ହଉ ନିଜର ମନର ଭାବଟାକୁ ବ୍ୟକ୍ତ କରୁଛି। କିନ୍ତୁ ଜାପାନରେ ସେତିକି ବି ନାହିଁ। କିନ୍ତୁ ଟଙ୍କା ଅଛି, ବୁଲେଟ ଟ୍ରେନ ଅଛି, ଉନ୍ନତ ଦେଶ ହେଇଛି ନିଶ୍ଚିନ୍ତ ରୂପରେ, କିଛି ଅସୁବିଧା ନାହିଁ, ବହୁତ ଭଲ କଥା। ସେଇଟା ବି କିନ୍ତୁ ପୃଥିବୀର ସବୁ ଜାଗାକୁ ଧୀରେ ଧୀରେ ଗ୍ରାସ କରିଯାଉଛି। ଆଜି ମଣିଷ ତା ଘରର ଲୋକଙ୍କ ପାଖରେ ତାର କଥାଟା କେବେ ବ୍ୟକ୍ତ କରିପାରୁନି। ଆଜି ପିଲାଟେ ତା ବାପା ମାଙ୍କ ପାଖରେ ତାର ଭାବନା ବ୍ୟକ୍ତ କରିପାରୁନି। କାହିଁକି? ବାପା ବାଡେଇବେ, ମା ବାଡେଇବେ, ସମାଜରେ ମୋର ନିନ୍ଦିତ ହେବି, ବଦନାମ ହେବି। ଆଜି ସ୍ୱାମୀ ସ୍ତ୍ରୀ ଆଗରେ ତାର ଭାବ ବ୍ୟକ୍ତ କରିପାରୁନି, ଲୁଚେଇକି ରଖୁଛି। ସ୍ତ୍ରୀ ସ୍ୱାମୀ ଆଗରେ ତାର ସବୁ କଥାକୁ ବ୍ୟକ୍ତ କରିପାରୁନି। ଆଜି ସମସ୍ତଙ୍କର ପୁଣି ଗୋଟେ ପର୍ସନାଲ କି ରହିଛି, ଯୋଉଠି ଆମର ଆଗ ପର୍ସନାଲ ବୋଲି କିଛି କଥା ନଥିଲା। ସମସ୍ତେ ସମସ୍ତଙ୍କ ସହିତ କଥା ସେୟାର କରୁଥିଲେ, ଅଂଶଗ୍ରହଣ କରୁଥିଲେ। ଆଜି କିନ୍ତୁ ମୋବାଇଲରେ ସମସ୍ତଙ୍କର ସିକ୍ରେଟ ପାସୱାର୍ଡ ଅଛି। ସ୍ୱାମୀ ସ୍ତ୍ରୀକୁ ତାର ମୋବାଇଲ ଦେଖେଇ ପାରିବନି, ସ୍ତ୍ରୀ ସ୍ୱାମୀକୁ ତାର ମୋବାଇଲ ଦେଖେଇବନି। ସମସ୍ତଙ୍କର ପର୍ସନାଲ କାମ, ଓପନଲି କେହି ଗପି ପାରିବେନି। ସମସ୍ତେ ନିଜସ୍ୱ ସ୍ପେସ ରେ ଟିଭି ଦେଖିବେ। ମାନେ ଏକାଠି ଭାବ, ଆପଣ ଏଇଟା ଅନେଷ୍ଟଲି ନିଜ ଘର ମାନଙ୍କରେ ବି ଦେଖନ୍ତୁ। ଏକାଠି ବସି ପ୍ରାର୍ଥନା କରିବା ନାହିଁ, ଏକାଠି ବସି ଖାଇବା ନାହିଁ, ଏକାଠି ବସି ମନର ଭାବନାକୁ ବ୍ୟକ୍ତ କରିବା ନାହିଁ, ତାହେଲେ ପରିବାରଟା ହିଁ କୋଉଠି, ଦମ୍ପତିଟା ହିଁ କୋଉଠି? ତେଣୁ ଆଧୁନିକ ଯୁବପିଢିଙ୍କର ଦୃଷ୍ଟିଭଙ୍ଗୀରେ ଏଇ ସବୁ କଥା ଆଜି ବର୍ତ୍ତମାନ କହିଲେ ବୋଧେ ଗୋଟେ ହସର କଥା ନିଶ୍ଚିନ୍ତ ରୂପରେ ହବ। ମନେ ହୁଏ କି ସବୁ ଗୁଡାକ ହିଁ ଗୋଟେ ଖାଲି କଥା କହିବା ପାଇଁ କଥା କଥା କହୁଛନ୍ତି, କିନ୍ତୁ
ପ୍ରକୃତ କଥା ଯେ ଆମ ମାନଙ୍କ ମୁହଁରୁ ହସ ଚାଲି ଯାଇଛି, ଭାବନା ଚାଲି ଯାଇଛି। ଆମେ ମାନେ କେବଳ ସ୍ୱପ୍ନ ରାଇଜରେ, ଷ୍ଟ୍ରେସ୍ ଚିନ୍ତାର ରାଇଜରେ ଘୁରି ବୁଲୁଛୁ। କିନ୍ତୁ ପ୍ରକୃତ ଯେ ଆମ ମାନଙ୍କର ମନଟା ର ଭାବନାଟାକୁ ବ୍ୟକ୍ତ ଆମେ କରିପାରୁନୁ। ଆଜି ମୁଁ ତ ଏଇଠି ମାନେ କହିବା ସମ୍ଭବ ବି ନୁହଁ, ଏତେ ସମସ୍ୟା ଭିତରେ ବର୍ତ୍ତମାନର ଯୁବପିଢି। ଆପଣ ପଞ୍ଚମ ଶ୍ରେଣୀ ପିଲାଟାକୁ ଦେଖନ୍ତୁ, ସିଏ ବି ଷ୍ଟ୍ରେସ ରେ ଅଛି। 50 ବର୍ଷର ଲୋକଟା ବି ଷ୍ଟ୍ରେସ ରେ ଅଛି। 35 ବର୍ଷର ଯୁବପିଢିଟା ବି, ଯୁବ ପିଲାଟା ବି ଷ୍ଟ୍ରେସ ରେ ଅଛି। କୋଉ ପ୍ରୋବ୍ଲେମ କହିବା? ହାର୍ଟର ପ୍ରୋବ୍ଲେମ କହିବା, ଯୌନ ଜୀବନର ପ୍ରୋବ୍ଲେମ କହିବା, ମାନସିକ ଚିନ୍ତାର କଥା କହିବା, ସବୁ ଗୁଡାକ ୱିକ୍ ହେଇଯାଇଛି। ଦୁର୍ବଳଗ୍ରସ୍ତତାର ମଣିଷ ଆଜି ଶିକାର ହେଇଛି। ସେ ନିଜର କଥା କାହା ପାଖରେ କହିପାରୁନି, କାରଣ ସମାଜର ଲାଞ୍ଛନା ପଡିବ। ତ ଆଜି ସମାଜଟା ବି ଏମିତି କାହିଁକି ହେଇଛି? ଏ ସମାଜର ଲାଞ୍ଛନା, ତାଡନା, ପ୍ରତାରଣା। ଆଜି ମଣିଷ ହ୍ୱାଟ୍ସଆପ ରେ ଗ୍ରୁପ କରିଛି, ଆଜି ଫେସବୁକ ରେ ଗ୍ରୁପ କରିଛି, କେତେ ଖରାପ ଦିଗରେ ଗ୍ରୁପ କରିଛି ସେ ଅନଲାଇନ ରେ। କାହିଁକି? କାରଣ ତାର ଅଫଲାଇନ ଅପେକ୍ଷା ଅନଲାଇନରେ ବେଶୀ ବିଶ୍ୱାସ ରହିଛି। ତେଣୁ ସେଠି କୋଉ କୋଉ ଖରାପ କମ୍ୟୁନିଟି ସହିତ ସେ ଯୋଡି ହେଇଗଲାଣି ପିଲାଟା। ତା ଦିଗରେ ଆଜି କୌଣସି ବାପା ମାଙ୍କର ଧ୍ୟାନ ନାହିଁ। ସାଇବର କ୍ରାଇମ, ଫ୍ରଡ ବଢି ବଢି ଚାଲିଛି। ଏଇ ସବୁର ମୁଖ୍ୟ କାରଣ ଏଇ ସନ୍ତାନ ମାନେ, ଏଇ ଯୁବପିଢି ତ ହିଁ କରୁଛନ୍ତି। କ୍ରାଇମ କିଏ କରୁଛନ୍ତି? 80 ବର୍ଷର ଲୋକ ତ କରୁନି, ଏଇ ଯୁବପିଢି ମାନେ କରୁଛନ୍ତି। ତେଣୁ ଯୁବପିଢିଙ୍କର ଆଉ ଏଇଟା ହଉଛି କାହିଁକି? ଅନୁନ୍ନତ ସନ୍ତାନଙ୍କ ଯୋଗୁଁ। ଅନୁନ୍ନତ ସନ୍ତାନ ଆସୁଛନ୍ତି କାହିଁକି? ନଷ୍ଟ ବିବାହ ଯୋଗୁଁ। ତେଣୁ ଆଧୁନିକ ଯୁବପିଢିଙ୍କ ଦୃଷ୍ଟିରେ ବିବାହ ଖାଲି ଗୋଟିଏ ପାର୍ଟ ଆଣ୍ଡ ପାର୍ସେଲ ଅଫ ଲାଇଫ ହେଇକି ନାହିଁ, ବରଂ ଏଟା ଗୋଟେ ନେଗ୍ଲିଜିବଲ ବା ନେଗ୍ଲେକ୍ଟେଡ ଗ୍ରୁପ ଅଫ ରିଚୁଆଲ୍ସ ବୋଲି କହିଲେ କୌଣସି ଅତ୍ୟୁକ୍ତି ହବ ନାହିଁ। ତେଣୁ ଯାହା ହଉଛି ତା ତ ଭଲ ଦୃଷ୍ଟିରେ ହିଁ ନାହିଁ। ଯଦି ଭଲକୁ ଆମେ ମାନେ ବରଣ କରିବାକୁ ଚାହୁଁ, ତାହେଲେ ଆମକୁ ଟିକେ ସଜାଗ ରହିବାକୁ ପଡିବ। ନହେଲେ ଏ ସୃଷ୍ଟିଟା ବି ଆମ ମାନଙ୍କ ହାତରେ, ନିଜେ ଆମେ ବିନାଶ ହବା ଆଉ ବିନାଶ କରି ତୋଳିବା। ଭଲର ଯୋଉ ଆମେ ଦେଖୁଛେ ଦୃଷ୍ଟିଟା, ଭଲ ବଦଳରେ ଖରାପ ହିଁ କାମ କରିବ, ଭଲ ହେଇପାରିବ ନାହିଁ। ଜୟ ଗୁରୁ। जय गुरु, जय गुरु। बहुत बहुत धन्यवाद डॉक्टर